ମାନେ ଆମେ ବଞ୍ଚିକି ରଖି କିଛି ଲାଭ ନାହିଁ। ତାଠୁ ବେଟର ଯଦି ମରିଯାଇଥାନ୍ତେ ଲାଭ ହେଇଥାନ୍ତା। ଯାହା ମୋବାଇଲ ସେ ଏଇଠି ପଡ଼ିଛନ୍ତି, ପୁରା ରକ୍ତର ପୁରା ଗାଦି ପକାଇଛନ୍ତି। ତୁମେ ଯଦି ତାକୁ ଦେଖିବା ପାଇଁ ଚାହୁଁଛ ତାହେଲେ ଜଲ୍ଦି ପଳେଇ ଆସ। ସେ ଲୋକ ସେଠି ବେହୋସ ହେଇ ପଡୁଛନ୍ତି, ତମ ଘରବାଲା ଯେଇ ଅଛି ଜଲ୍ଦି ଆସିକି ପହଞ୍ଚ। ବାହାନଗା ଟ୍ରେନ୍ ଦୁର୍ଘଟଣା କାଲି ଭଳି ଲାଗୁଛି, ଆଉ ଆଖି ଆଗରେ ଜଳଜଳ କରି ସବୁ ଦିଶୁଛି। ଶବର ପାହାଡ଼ ଆଉ ବନ୍ଧୁ ପରିଜନ ଆତ୍ମଚିତ୍କାର ଆଜି ବି କାନରେ ବାଜୁଛି। ଯେଉଁମାନେ ମରିଗଲେ ସେମାନେ ତରିଗଲେ, ଆଉ ଯେ ବଞ୍ଚିଗଲେ ସେମାନେ ଅଧା ଖଣ୍ଡିଆ ଶରୀର ଧରି ପ୍ରତିଦିନ ମରି ମରି ଯାଉଛନ୍ତି। ପୃଷ୍ଠା ବଦଳି ବଦଳି 3 ବର୍ଷ ବିତିଗଲା, ସମୟ ଆଗକୁ ଚାଲିଗଲା, କିନ୍ତୁ ସଫିକ୍ ସାହାଙ୍କ ଜୀବନ ସେହି ଗୋଟିଏ କଳା ସନ୍ଧ୍ୟାରେ ଅଟକି ରହିଗଲା। ବାଲେଶ୍ୱର ବଳରାମଗଡ଼ ଗାଁର ସଫିକ୍ ପରିବାର ପେଟ ପୋଷିବା ପାଇଁ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ଘରୁ ବିଦାୟ ନେବା ବେଳେ ସ୍ତ୍ରୀଙ୍କ ଆଖିରେ ଥିଲା ଅନେକ ସ୍ୱପ୍ନ, ପିଲାମାନଙ୍କ ମୁହଁରେ ଥିଲା ବାପା ଫେରିବାର ଅପେକ୍ଷା। ସେ ଜାଣିନଥିଲେ ଏହି ଯାତ୍ରା ତାଙ୍କ ଜୀବନର ସବୁଠାରୁ ବଡ଼ ଦୁଃଖ ହୋଇ ଆସିବ। ହଁ, କାମ କରିବା ପାଇଁ। ଆଉ ବାକି କରମର ଟ୍ରେନରେ ଯାଉଥିଲି। ସବା ଫାଷ୍ଟ କ୍ୟାଣ୍ଟିନ ଇଞ୍ଜିନ ବଗି, ସେକେଣ୍ଡ ହଉଛି କ୍ୟାଣ୍ଟିନ ବଗି, ଥାର୍ଡ ହଉଛି ଜେନେରାଲ ବଗି, ଯେଟା ସେଇଟାରେ ହିଁ ମୁଁ ଥିଲି। ଆଉ ମୋ ପାଖରେ ଆହୁରି ପାଖାପାଖି 20 ଜଣ କାନ୍ତ ଠିଆ ହେଇଛନ୍ତି। ଗେଟ୍ ପାଖରେ ଠିଆ ହେଇଛନ୍ତି। ଗେଟ୍ ପାଖରେ 2ଟା ବଗି ଜଏଣ୍ଟ ହେଇଛି, ଜଏଣ୍ଟରେ ବସୁଛନ୍ତି। ସେତିକି ଜାଣା। ଟ୍ରେନ ଛାଡିଲା ପରେ କେତେ କଣ ସ୍ପିଡ ଥିଲା? ସେଇ ଜଷ୍ଟ ଛାଡିଲା, ଆଉ ଯାଇଛି ଛିଡା ହେଇଛି ସେତିକି ମନେ ଅଛି। ଆଉ ଏଠୁ ବାଲେଶ୍ୱର ଟୁ ବାହାନଗା ଆଉ କେତେ 15-20 କିଲୋମିଟର ପ୍ରାୟ। ସେ 15-20 ମିନିଟ 10-15 ମିନିଟ ରାସ୍ତା ତ, ସେଇ ସ୍ପିଡ ଟା ସେଇଠୁ ଷ୍ଟାର୍ଟିଂ ହଉଥିଲା। ଆଉ ତାପରେ କଣ ହେଲା ହଠାତ୍ କିଛି କହିପାରିବିନି। ମୁଁ ଯାଇକି ଛିଡା ହେଇଛି ସେତିକି ମନେ ଅଛି। ଆକ୍ସିଡେଣ୍ଟ କେତେବେଳେ ହେଲା, ହସ୍ପିଟାଲ କିଏ ନେଇଗଲା, ହସ୍ପିଟାଲ କେତେ ଦିନ ଥିଲି କିଛି ଜାଣିନି। 2-2.5 ମାସ 3 ମାସ ପରେ ଯେତେବେଳେ ମତେ ଚେତା ଆସିଲା ପରେ ଯେତେବେଳେ ଆଖି ଖୋଲିଲା, ମୁଁ ଦେଖୁଛି ମୁଁ ତ ଉଠି ପାରୁନି। କାହିଁକି ଉଠି ପାରୁନି ନା, ଦେଖୁଛି ମୋ ଅଣ୍ଟା ଭଙ୍ଗା, ମନା କରୁଛନ୍ତି ଏବେ ଗୁଡ ପ୍ଲାଷ୍ଟର। ସେଦିନ ସନ୍ଧ୍ୟାରେ ବାଲେଶ୍ୱର ଷ୍ଟେସନରୁ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ ସଫିକ୍। ଭିଡ଼ ଯୋଗୁଁ ଜେନେରାଲ ବଗିର ଦ୍ୱାର ପାଖରେ ଛିଡ଼ା ହୋଇଥିଲେ। ଟ୍ରେନ୍ ଆଗକୁ ବଢ଼ୁଥିଲା, ଆଉ ଧୀରେ ଧୀରେ ସେ ନିଜ ପରିବାରଠୁ ଦୂରେଇ ଯାଉଥିଲେ। ହଠାତ୍ ସବୁକିଛି ବଦଳିଗଲା। ଏକ ବିରାଟ ଶବ୍ଦ, ଚାରିଆଡ଼େ ଚିତ୍କାର, ରକ୍ତ, ଭଙ୍ଗା ବଗି ଆଉ ମୃତ୍ୟୁର ତାଣ୍ଡବ। ତାପରେ କ'ଣ ଘଟିଲା ସଫିକ୍ ଆଜି ବି ଭଲ ଭାବେ ମନେ ପକାଇ ପାରନ୍ତି ନାହିଁ। ଚେତା ଫେରିଲା 3 ମାସ ପରେ। ସେତେବେଳକୁ ତାଙ୍କର ଗୋଟିଏ ଗୋଡ଼ ପ୍ରାୟ ଅକାମୀ ହୋଇଯାଇଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଶରୀରର ଯନ୍ତ୍ରଣାଠାରୁ ବି ଅଧିକ କଷ୍ଟ ଦେଇଥିଲା ମାନସିକ ଆଘାତ। ଦୀର୍ଘ ଦିନ ପର୍ଯ୍ୟନ୍ତ ସେ ନିଜକୁ ନିଜେ ଚିହ୍ନି ପାରୁନଥିଲେ। ମୋ ପାଖକୁ ଆସିଥିଲା କାମ କରିବା ପାଇଁ। ମୁଁ ଚେନ୍ନାଇରେ ଥିଲି। ମୁଁ ଡାକିଲି, ଏଠି ଇନକମ୍ ପତ୍ର ନାହିଁ, ସମ୍ଭାଳି ହେଉନି। ମୁଁ କହିଲି ଭାଇ ଏଇଠି ପଳେଇ ଆସ, 2 ଭାଇ କାମ କରିବା, ଏଇଠି ରହିବା, ଘର ସଂସାର ବସିବା। ନା ହଉ ଠିକ୍ ଅଛି। ବହୁତ କହିଲା ପରେ, ରିକ୍ୱେଷ୍ଟ କଲା ପରେ ସମସ୍ତେ ଗଲେ। ଯଦି ଯାଉଥିଲେ 6:30 7ଟା ବେଳେ ଟ୍ରେନରେ ଉଠିଛନ୍ତି, ମୁଁ ଜାଣିଛି। ତାପରେ ମତେ ଅଚାନକ ଗୋଟେ ଜଣେ ଫୋନ କରିକି, ସେଦିନ ମୋ ଶଳା ଜଣେ ଫୋନ କରିକି କହିଲେ, ଭାଇ ଓଡ଼ିଶାରେ କ'ଣ ଆକ୍ସିଡେଣ୍ଟ ହେଇଛି ଶୁଣ। ମୁଁ ଯେତେବେଳେ ଫୋନ ଲଗେଇନି ଆଉ ଫୋନ ଉଠୁନାହାନ୍ତି। ମୁଁ କମ୍ ସେ କମ୍ 200 ପାଖାପାଖି ଫୋନ କରିଛି। ଫୋନ କଲା ପରେ ଜଣେ ମଣିଷ ଉଠିକି କହିଲା, ଭାଇ ଯାହା ମୋବାଇଲ ସେ ଏଇଠି ପଡ଼ିଛନ୍ତି, ପୁରା ରକ୍ତର ପୁରା ଗାଦି ପକାଇଛନ୍ତି। ତୁମେ ଯଦି ତାକୁ ଦେଖିବା ପାଇଁ ଚାହୁଁଛ ତାହେଲେ ଜଲ୍ଦି ପଳେଇ ଆସ। ମୁଁ ତାଙ୍କୁ କହିଲି, ରିକ୍ୱେଷ୍ଟ କରିକି, ଭାଇ ଟିକେ ସେଠି ବସ, ମୋ ଫ୍ୟାମିଲି ପଠାଉଛି କିମ୍ବା ଲୋକ ପଠାଉଛି। ସେ ତାଙ୍କୁ ଶୁଣିଲାନି, ତା ମୋବାଇଲ ନେଇକି ସେ ପଳେଇଲେ। ଧରିଲେ 6ଟା କି 7ଟା ବେଳେ ଟ୍ରେନ୍ ଧରିକି ସାଙ୍ଗେ ସାଙ୍ଗେ ଆମେ ଆସିକି ଘରେ ପହଞ୍ଚିଲେନି। ଆମକୁ ଖବର ଆଇଲା ଏ ବାହାନଗା ଟ୍ରେନରେ ଆକ୍ସିଡେଣ୍ଟ ହେଇଯାଇଛି। ଆମେ କହିଲା, ଆମର ତ ସ୍ୱାମୀ ଯାଇଥିଲେ, ପଚାରୁ ସାଙ୍ଗେ ସାଙ୍ଗେ ସେଇ ଲୋକ ଫୋନ କରି, ମୋ ଦିଅର ଫୋନ କରିକି କହିଲା, ଭାଇ ବି ତ ସେଇ ଟ୍ରେନରୁ ଯାଇଥିଲା, ଆଉ ତୁମେ ଟିକେ ଦେଖ ତ ଲୋକ ପଠେଇକି। ଦେଖା ସାଙ୍ଗେ ସାଙ୍ଗେ ସେଇ ଲୋକ ପଠେଇକି କହିଲା, ସେଇ ତାଙ୍କ ମୋବାଇଲ ଲୋକ ନେଇଥିଲା। ସେଇ ମତେ ଆମକୁ ଫୋନ କରିକି କହିଲା, ଯେ ଲୋକର ମୋବାଇଲ ଅଛି ସେ ଲୋକ ସେଠି ବେହୋସ ହେଇ ପଡୁଛନ୍ତି, ତମ ଘରବାଲା ଯେଇ ଅଛି ଜଲ୍ଦି ଆସିକି ପହଞ୍ଚ। ଆମେ କହିଲା, ତମେ କିଏ କହୁଛ? ନା ଆମେ ଏଇଠି ସାମ୍ନାର ଲୋକ କହୁଛୁ। ନା ଆମେ କହିଲେ, ଆଉ ଆଚ୍ଛା ହଉ, ତମେ ସେଇଠି ରୁହ, ଆମେ ଯାଉଛେ। ସେଠି ଗଲା ବେଳକୁ 3-4 ରାସ୍ତାରେ ଫୋନ କଲେ। ଯିବା ବେଳକୁ ସେ ଆଉ ଥରେ ଫୋନ କରିକି କହିଲା, ମୁଁ ଏତେ ଘଣ୍ଟା ରହିପାରିବିନି, ମୁଁ ପଳେଇ ଯାଉଛି ଘରକୁ, ଆଉ ତମ ପେସେଣ୍ଟ ଅଛି, ତମେ ଆସିକି ଏଠି ଦେଖା କର।
ଯେଉଁ ହାତ ଦିନେ ପରିବାର ପାଇଁ ରୋଜଗାର କରୁଥିଲା ସେହି ହାତ ଆଜି ଅସହାୟ। 5 ପ୍ରାଣୀ କୁଟୁମ୍ବର ଭାର ଏବେ ଦୁଃଖ ଆଉ ଅଭାବରେ ଚାପି ହୋଇଯାଇଛି। ସ୍ୱପ୍ନଗୁଡ଼ିକ ଭାଙ୍ଗି ଚୁରମାର ହୋଇଯାଇଛି। ଆଉ ଜୀବନ ଏବେ କେବଳ ସଂଘର୍ଷର ଅନ୍ୟ ନାମ। ବାହାନଗାର ସେହି ଦୁର୍ଘଟଣାରେ ଶତାଧିକ ଜୀବନ ଲିଭି ଯାଇଥିଲା। କିନ୍ତୁ ସଫିକ୍ ଭଳି ଅନେକ ଲୋକ ଆଜି ବି ବଞ୍ଚିଥାଇ ମଧ୍ୟ ପ୍ରତ୍ୟେକ ଦିନ ସେହି ରାତିର ଯନ୍ତ୍ରଣାକୁ ନେଇ ମରୁଛନ୍ତି। କାରଣ କିଛି ଦୁର୍ଘଟଣା କେବଳ ଶରୀରକୁ ନୁହେଁ ସାରା ଜୀବନକୁ ଭାଙ୍ଗି ଦେଇଥାଏ। ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନାଙ୍କ ରିପୋର୍ଟ, ଓଡ଼ିଶା ରିପୋର୍ଟର।